ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ବିଶ୍ୱର ସବୁଠାରୁ ବଡ଼ ଗୌତମ ବୁଦ୍ଧଙ୍କ ମୂର୍ତ୍ତି କେଉଁଠି ଅଛି? ଅପସନ୍ ଏ ଚୀନ, ଅପସନ୍ ବି ଭାରତ, ଅପସନ୍ ସି ଆଫଗାନିସ୍ତାନ, ଅପସନ୍ ଡି ମ୍ୟାଲେସିଆ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ଚୀନ। ଫ୍ରେଣ୍ଡସ୍ ଚୀନ ଦେଶରେ ଯାହାକି ସବୁଠାରୁ ବଡ଼ ଗୌତମ ବୁଦ୍ଧଙ୍କ ପ୍ରତିମା ରହିଛି, ଯାହାଙ୍କର ନାମ ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧା କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମୋବାଇଲକୁ ଓଡ଼ିଆରେ କ'ଣ କୁହାଯାଏ? ଅପସନ୍ ଏ ମୋବାଇଲ ଯନ୍ତ୍ର, ଅପସନ୍ ବି ସନ୍ଦେଶ ଯନ୍ତ୍ର, ଅପସନ୍ ସି ଚଳନଶୀଳ ଦୂରଭାଷ ଯନ୍ତ୍ର, ଅପସନ୍ ଡି ବାର୍ତ୍ତାଳାପ ଯନ୍ତ୍ର। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି ଚଳନଶୀଳ ଦୂରଭାଷ ଯନ୍ତ୍ର। ଫ୍ରେଣ୍ଡସ୍ ମୋବାଇଲଟିକୁ ଚଳନଶୀଳ ଦୂରଭାଷ ଯନ୍ତ୍ର ବୋଲି ଓଡ଼ିଆରେ କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମାଟି ହାଣ୍ଡି ବା ମାଟି ପାତ୍ରରେ ପାଣି ପିଇଲେ କେଉଁ ରୋଗ ଠିକ୍ ହୁଏ? ଅପସନ୍ ଏ ବ୍ଲଡ ପ୍ରେସର, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ପ୍ଲେଗ ରୋଗ, ଅପସନ୍ ଡି ଡେଙ୍ଗୁ ରୋଗ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ ବ୍ଲଡ ପ୍ରେସର। ଫ୍ରେଣ୍ଡସ୍ ମାଟି ହାଣ୍ଡି ବା ମାଟି ପାତ୍ରରେ ଯଦି ପାଣି ପିଅନ୍ତି ତାହେଲେ ବ୍ଲଡ ପ୍ରେସର କଣ୍ଟ୍ରୋଲରେ ରହିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟର ଆଖି କେତେ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ? ଅପସନ୍ ଏ 45 ଡିଗ୍ରୀ, ଅପସନ୍ ବି 60 ଡିଗ୍ରୀ, ଅପସନ୍ ସି 180 ଡିଗ୍ରୀ, ଅପସନ୍ ଡି 360 ଡିଗ୍ରୀ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ସି 180 ଡିଗ୍ରୀ। ମନୁଷ୍ୟର ଆଖି 180 ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ପେଚାର ଆଖି କେତେ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ? ଅପସନ୍ ଏ 45 ଡିଗ୍ରୀ, ଅପସନ୍ ବି 60 ଡିଗ୍ରୀ, ଅପସନ୍ ସି 180 ଡିଗ୍ରୀ, ଅପସନ୍ ଡି 360 ଡିଗ୍ରୀ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି 360 ଡିଗ୍ରୀ। ଫ୍ରେଣ୍ଡସ୍ ପେଚାର ଆଖି 360 ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରିବ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସାପ କେତେ ଦୂର ପର୍ଯ୍ୟନ୍ତ ଦେଖିପାରେ? ଅପସନ୍ ଏ 10 ମିଟର, ଅପସନ୍ ବି 2 କିଲୋମିଟର, ଅପସନ୍ ସି 200 କିଲୋମିଟର, ଅପସନ୍ ଡି ଅନନ୍ତ କିଲୋମିଟର। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଏ 10 ମିଟର। ହଁ ଫ୍ରେଣ୍ଡସ୍ ସାପ ମାତ୍ର 10 ମିଟର ପର୍ଯ୍ୟନ୍ତ ହିଁ ଦେଖିପାରେ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ମନୁଷ୍ୟ କେତେ ଦୂର ପର୍ଯ୍ୟନ୍ତ ଦେଖିପାରେ? ଅପସନ୍ ଏ 10 ମିଟର, ଅପସନ୍ ବି 2 କିଲୋମିଟର, ଅପସନ୍ ସି 200 କିଲୋମିଟର, ଅପସନ୍ ଡି ଅନନ୍ତ ଦୂର ପର୍ଯ୍ୟନ୍ତ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଅନନ୍ତ ଦୂର ପର୍ଯ୍ୟନ୍ତ। ଫ୍ରେଣ୍ଡସ୍ ଅନନ୍ତ ଦୂର ପର୍ଯ୍ୟନ୍ତ କ'ଣ ପାଇଁ? ଦେଖନ୍ତୁ, ଆପଣ ଯଦି ତଳୁ ଦେଖିବେ, ଆମେ ଦେଖୁଛନ୍ତି ଏଇଠୁ ଆମକୁ ତାରା ମଧ୍ୟ ଦେଖାଯାଉଛି, ଯାହାକି ବହୁତ ଲକ୍ଷ ଲକ୍ଷ କୋଟି କୋଟି ଦୂରରେ ରହିଛନ୍ତି ତଥାପି ଦେଖାଯାଉଛି। ଠିକ୍ ଅଛି, ମାନେ ଆମ ଆଖି ଯେତେ ଦୂର ପର୍ଯ୍ୟନ୍ତ ବି ଦେଖିପାରିବ, ସେଥିପାଇଁ ଅନନ୍ତ ଦୂର କୁହାଯାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ଫ୍ରିଜ୍ର ପାଣି ପିଇଲେ କେଉଁ ରୋଗ ହୁଏ? ଅପସନ୍ ଏ ହୃଦରୋଗ, ଅପସନ୍ ବି ଗଳା ସମସ୍ୟା, ଅପସନ୍ ସି ଦାନ୍ତ ସମସ୍ୟା, ଅପସନ୍ ଡି ଉପରୋକ୍ତ ସମସ୍ତ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ଉପରୋକ୍ତ ସମସ୍ତ। ଫ୍ରେଣ୍ଡସ୍ ଫ୍ରିଜ୍ର ପାଣି ଦେଖନ୍ତୁ, ଯେତେବେଳେ ଆପଣ ଅଧିକ ଥଣ୍ଡା ପାଣି ପିଇବେ ତାହେଲେ ଆପଣଙ୍କୁ ହୃଦରୋଗ, ଗଳା ସମସ୍ୟା, ଦାନ୍ତ ସମସ୍ୟା ଦେଖାଦେବ। କିନ୍ତୁ ଯଦି ଆପଣ ଥଣ୍ଡା ବି ଥିବ ପାଣିକି ଆଣି ବାହାରେ ରଖୁଛନ୍ତି ଆପଣଙ୍କ ରୁମ୍ର ଟେମ୍ପରେଚର ଅନୁସାରେ, ତାହେଲେ କିଛି ଅସୁବିଧା ହେବନି। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ, ସବୁଦିନେ କ୍ଷୀର ଏବଂ ରୁଟି ଖାଇଲେ କ'ଣ ବଢ଼ିଥାଏ? ଅପସନ୍ ଏ ମୋଟା, ଅପସନ୍ ବି ମସ୍ତିଷ୍କ ତେଜ, ଅପସନ୍ ଡି ଲମ୍ବା, ଅପସନ୍ ଡି ବଳ। ତେବେ ଫ୍ରେଣ୍ଡସ୍ ଏହାର ଉତ୍ତର ହେଉଛି ଅପସନ୍ ଡି ବଳ। ଫ୍ରେଣ୍ଡସ୍ ସବୁଦିନ ଯଦି କ୍ଷୀର ଏବଂ ରୁଟି ଖାଆନ୍ତି ତାହେଲେ ଆପଣଙ୍କ ବଳ ଅଧିକ ବଢ଼ିଥାଏ। ତ ଦେଖିବା ବର୍ତ୍ତମାନ ପରବର୍ତ୍ତୀ ପ୍ରଶ୍ନ,
କେଉଁ ପର୍ବରେ ଆମେ ମୁଖ୍ୟତଃ ଦୀପ ଜଳାଇଥାଉ? ଅପସନ୍ ଏ ହୋଲି, ଅପସନ୍ ବି ଦଶହରା, ଅପସନ୍ ସି ପଣା ସଂକ୍ରାନ୍ତି, ଅପସନ୍ ଡି ଦୀପାବଳି। ଫ୍ରେଣ୍ଡସ୍ ଏହି ପ୍ରଶ୍ନର ଉତ୍ତରଟି ଆପଣ ଏହି ଭିଡ଼ିଓର କମେଣ୍ଟ ଦେବେ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।